नमस्कार दिन आम आसी पहुँचुचु फलरदा ग्राम पंचायत जो आज गोटे मिश्रण पर्व था आज्ञा मनीष सब चेष्टा ही मनीष को आगे नहीं था जो नियाली माटी परिवर्तन आसी तो दीर्घ 15 वर्ष 20 वर्ष लगे परिवर्तन है किंतु स्वागत योग्य जेहेतु भारतीय जनता पार्टी पक्ष जो छवि मल्लिक सार जो पाई टिकेट उत्साहित कहले न सरे लोक मान मनरे रही विश्वास एथरक परिवर्तन हम आज्ञा समस्ते बुझी सारी समस्ते जापार युवक हो आदर्श हो आम सहित सार अच्छा सार नमस्कार आपको कौन कहे आज ଆପଣ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆପଣ ଦେଖିଲେଣି ଲୋକ କେତେ ଉତ୍ସାହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ତାଙ୍କର ଯେଉଁ ଉକ୍ତି ତାଙ୍କର ଯେଉଁ ମାନେ ସେ ଯାହା କରୁଛନ୍ତି ଚିନ୍ତା କରନ୍ତୁ ସେ ଆସିଲେ ଠାକୁରଙ୍କ ଦର୍ଶନ କଲେ ଲୋକମାନଙ୍କର ଯେଉଁ ଆଭିମୁଖ୍ୟ ଆଉ ଲୋକମାନଙ୍କ ସହିତ ଯେଉଁ ମିଶିଲେ ତାଙ୍କ ଭଳିଆ ବିରଳ ସାରା ଭାରତ ସାରା ପୃଥିବୀ ଯାହାକୁ ମାନୁଛି ମୋଦି 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 ଭଳିଆ କୌଣସି ପ୍ରଧାନମନ୍ତ୍ରୀ ଆଜି ଯାଏଁ ଆମେ ଦେଖିନାହିଁ ତାଙ୍କ କହିବା ତାଙ୍କର ଲୋକଙ୍କ ପାଇଁ କାମ କରିବା ତାଙ୍କର ବିଭିନ୍ନ ଯୋଜନା ସେ କେନ୍ଦ୍ରୀୟ ଯୋଜନା ବିଭିନ୍ନ ଜଳସ୍ତର ଲୋକମାନେ ପାଳନ ଆମମାନେ ଆଗେ ରାଜ୍ୟ ସରକାର ଏଠି ପାଇଖାନା ହଜି ଯାଉଛି ଏଠି ପ୍ରଧାନମନ୍ତ୍ରୀ ଆବାସ ହଜି ଯାଉଛି ଏଠି ସବୁ ହଜି ଯାଉଛି କରି ଖାଉଛି ବର୍ତ୍ତମାନ ଲୋକ ସାଧାରଣ ଲୋକ ବୁଝି ଲାଗୁ କରିପାରିଲା ସିଏ ତ କହିକି ଗଲେ 5 ବର୍ଷ ମୋତେ ସୁଯୋଗ ଦିଅ ଆପଣ ତ 15 ବର୍ଷ ଗୋଟେ ସରକାରକୁ ଦେଲେଣି 5 ବର୍ଷରେ ମୁଁ ଓଡ଼ିଶାକୁ 1 ନମ୍ବର କରିବି ସେ ଭରସା ଲୋକଙ୍କର ବଢ଼ିଯାଇଛି ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ପ୍ରତି ପଞ୍ଚାୟତରେ ମିଶ୍ରଣ ପର୍ବ ଚାଲିଛି ସବୁ ବିଜୁ ଜନତା ଦଳର ଲୋକ କଂଗ୍ରେସ ଲୋକ ଆମ ସହିତ ସାମିଲ ହେଉଛନ୍ତି ବିଶେଷ କରି ନିଆଳି ନିର୍ବାଚନ ମଣ୍ଡଳୀର ছবি ভাইଙ୍କ ନେତୃତ୍ୱ ସାଂସଦ ପ୍ରାର୍ଥୀ ଆମର ବିଭୁ ଭାଇଙ୍କ ନେତୃତ୍ୱ ଉପରେ ଆସ୍ଥା କରି ଆଜି ଆମରି ପଞ୍ଚାୟତରେ କଲନ୍ଦର ପଞ୍ଚାୟତରେ 25 ଜଣ ବିଜୁ ଜନତା ଦଳର ଲୋକ ଆମ ସହିତ ସାମିଲ ଲୋକମାନେ ଦୀର୍ଘ ଦିନ 15-20 ବର୍ଷ ହେଲାଣି ସେଇଆକୁ ବାରମ୍ବାର ରିପିଟ୍ କରୁଥିଲେ ସେଇ ବିଧାୟକ କିନ୍ତୁ ଏବେ ଆପଣ ଛାତ୍ର ହଉ ବା ଆଜି ଯେଉଁ ସମାଜ ଯେତେବେଳେ ନିର୍ବାଚନ ପାଖେଇ ଆସିଛି ଆପଣ ଗୋଟେ ଡର ରହୁଥିବ ମାନେ ଆଜି ଭୋଟ ଦେବାର ଥିବ କାଲି ରାତିରେ ଶୁଣନ୍ତୁ ସାଧାରଣ ଲୋକ ପଇସାରେ ଆଉ ଯେଉଁ ଇଏ କରିବେ ସେ ଜାଣି ସାରିଲେ ଆଉ ପଇସା ନେବାର ନାହିଁ ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେବୁ ଉପଯୁକ୍ତ ଦଳକୁ ଭୋଟ ଦେବୁ ଯିଏ ଆମ ପାଇଁ ଆଗାମୀ ଭବିଷ୍ୟତ ଆମେ ତାଠୁ ସୁବିଧା ସୁଯୋଗ ପାଇପାରିବୁ ନିଶ୍ଚିତ ଭାବରେ ସେ ପରିବର୍ତ୍ତନ ଲୋକ ପରିବର୍ତ୍ତନ ନୁହଁ ଆଉ ବିଜୁ ଜନତା ଦଳ ବୁଝେଇ ପାରୁନାହିଁ ଲୋକ ଆଉ ପ୍ରଲୋଭିତ ନାହାନ୍ତି ବିଜୁ ଜନତା ଦଳଙ୍କ କଥା ସୋମୋଟ ଲୋକ ଆସିଲେଣି ଭାରତୀୟ ଜନତା ପାର୍ଟି ନିଶ୍ଚିତ ସରକାର ଭାରତୀୟ ଜନତା ପାର୍ଟି ଗୋଟେ ବାଇଟ୍ ଦେବେ ସାର୍ ଅଛନ୍ତି ଆଉ କିଛି କହୁଥିଲେ ଲୋକମାନେ ଅଛନ୍ତି ଆଜ୍ଞା ତ ସବୁବେଳେ ପାଇଁ ସେ ସବୁ ଦେଖିକି ଆସୁଛନ୍ତି ଏବେ ତାଙ୍କୁ କିଛି ପଚାରିବା କେମିତି କ'ଣ ଭାରତୀୟ ଜନତା ପାର୍ଟି ଆପଣ ବିଜୁ ଜନତା ଦଳକୁ ଦେଖିଛନ୍ତି କ'ଣ କାର୍ଯ୍ୟକଳାପ ଜାଣିଛନ୍ତି ଏବେ ଭାରତୀୟ ସାର କ'ଣ ଭାରତୀୟ ଜନତା ପାର୍ଟିର ସମସ୍ତ ଦାୟିତ୍ୱ କେମିତି ଉତ୍ପାଦନ କରିବ ଆମର ସେଇ ସରକାର ଦରକାର ସେଇ ପାର୍ଟି ଯାହା କଲେ ଗଲେ ଆମର ଗୋଟେ ବେକାର ଲୋକଙ୍କର ପେନସନ୍ ସାଙ୍ଗରେ ସ୍ୱାସ୍ଥ୍ୟ ଭତ୍ତା ବି ମିଳିଲା ଅନ୍ୟାନ୍ୟ ରାଜ୍ୟ କରୁଛନ୍ତି ଆମେ ପାଉଛୁ ଏବେ ଛବିଶ ସାର ଆପଣଙ୍କ ଆଶା ରହୁଛି ପୁରା ବିପୁଳ ସଂଖ୍ୟାରେ ଭୋଟ ନାଇଁ ଯାହା କହୁଛନ୍ତି ଯଦି କାର୍ଯ୍ୟକାରୀ କରିବେ ସେଇଆ ସବୁ ପ୍ରଜାମାନଙ୍କ ଦୁଃଖ ବୁଝିବେ ତାଙ୍କର ଅଭାବ ଅସୁବିଧା ପୂରଣ କରିବା ସହାୟକ ହେବେ ସେ ସରକାରକୁ ଜିନ୍ଦାବାଦ ଆଜ୍ଞା ନେତା ତ ସେ କରିବେ ଯେମିତି ହେଲେ କାରଣ ଆପଣଙ୍କ ସମର୍ଥନ ଆଗ ଦରକାର ଆପଣ ଭୋଟ ପାଇଲେ ସିନା ସେ ଯିବେ ଲଢ଼ିବା ପାଇଁ ଆପଣଙ୍କ ସମର୍ଥନ କରିବା ପାଇଁ ଆସିବ ଟିକେ ହ୍ୟାଲୋ ସମର୍ଥନ ଗୋଟେ ଭିଡ଼ିଓ କରୁଛୁ କ୍ୟାମେରା ଟିକେ ହଁ ସରିଗଲାଣି ଯେ ଆଉ ଗୋଟେ ଇଏଟା ଟିକେ କରିଦେଉଛି ସେ ଏମିତି ଆଜ୍ଞା କହୁଛନ୍ତି
ସବୁ ହଟିବା ଦରକାର। ହଟିବା ଦରକାର। ଗାଁରେ ଲୋକ ପାଣି ପାଉନାହାନ୍ତି, ଗାଁ ଭିତରେ ସେ ଟିକେ ଛାଡୁନାହାନ୍ତି କହୁଛନ୍ତି ଟିକେ ରୁହ 10 ମିନିଟ୍ ସେ ଭାଇ ଯିଏ ନେବେ ଛାଡ଼ିବାକୁ ସେ ଟିକେ 10 ମିନିଟ୍ ମୁଁ ବାଡ଼ି ଦେଇକି ଯାଉଛି। ସିଏ ବା 10 ମିନିଟ୍ କହିକି ବଢ଼େଇ ଦେଉଛନ୍ତି ଆଉ। ଗଛ ତ ଆମର ସରକାରୀ ଚାକିରି କରିଥିଲି 1999 ବାତ୍ୟାଠୁ ଖାଲି ଗଛ ଲଗାଉଛି, ହଜାର ହଜାର ଗଛ ଏ ପଞ୍ଚାୟତରେ ମୋର ପାଖରେ ଠିଆ ହେଲାଣି। ଏ ଯୋଉ MLA ଥିଲେ ତମକୁ ହଟିବା ନିହାତି ଦରକାର। ବୁଝୁଛି ଆଜ୍ଞା 5 ବର୍ଷ ପରେ ପରିବର୍ତ୍ତନ ହବା ଦରକାର। ତ ସବୁ କିଛି ଚାଲିଛି। ଘରକୁ ଯାଇଥିଲେ ଟିକେ ପାଣି ଦେଲା ନାହିଁ, ତେଣୁକରି ଇଏ ସେମିତିଆ ଲୋକଟା ଇଏ। ହଉ ତେଣୁ ଇଏ MLA କୁ ଏମିତି ଯିବ କେଜାଣି ମତେ କିନ୍ତୁ ଛବି ମିଳିକି ସ୍ୱାଗତ କରିବେ। ସବୁ ତ କିନ୍ତୁ କେଜାଣି କଣ ଆଉ ମୋଦିଜୀଙ୍କ ଆଦର୍ଶ କଥା। ଆଜ୍ଞା ଆଜ୍ଞା। ମୁଁ ଚାହୁଁଛି ଛବି ମଲ୍ଲିକ ବାବୁ ଯଦି ଆମର ଭୋଟରେ ବିପୁଳ ଭୋଟରେ ବିଜୟ କରୁ, ଦରକାର ପଡ଼ିଲେ ଭଗବାନ ଆଶୀର୍ବାଦ କରନ୍ତୁ ସେ ମୁଖ୍ୟମନ୍ତ୍ରୀ ବି ଦରକାର ପଡ଼ିଲେ ହେବା ଦରକାର। ଯେମିତି ବିଭୂତି ଭୂଷଣ ତରେଇ MP ହେଉଛନ୍ତି, ସିଏ ବି ଦରକାର ପଡ଼ିଲେ ପ୍ରଧାନମନ୍ତ୍ରୀ ହେବା ବି ଦରକାର। ଆମେ ଚାହୁଁଛୁ ଯେ ଆମରି ଲୋକ ଯଦି ଆମେ ସମ୍ମାନ ଦେବା ସେ ଶୀର୍ଷ ସ୍ଥାନକୁ ଯିବ। ମୋର ସମସ୍ତ ଜନସାଧାରଣଙ୍କୁ ପ୍ରଣାମ। ମୁଁ ଜଣେ ସମାଜସେବୀ ହିସାବରେ ଚାହୁଁଛି ଯେ ସମସ୍ତେ କିଛି ମାଳିକା ଯେମିତି ଲେଖିଥିଲା ସର୍ବେ ଏବେ ଏକାକାର ହରାଇବ ବେଦର ବିଚାର ସର୍ବେ ହୋଇବ ଅଳ୍ପ ଆୟୁଷ ସକଳ ପାପ ଯିବେ। ସମସ୍ତେ ପଦପଦବୀ ପାଇକି ଭଲ ଭଲ କାମ କରିବା ଦରକାର। ତାପରେ ମୁଁ ତାଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି କରିବା ପାଇଁ ଗୋଟିଏ ଟଙ୍କା ଦେଲି। ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି ଜନସାଧାରଣଙ୍କ ସେବା, ମାନବ ସେବା, ଜୀବଜଗତ ସେବା, ପଶୁପକ୍ଷୀଙ୍କ ସେବା, କୀଟପତଙ୍ଗ ସେବା, ଏହିପରି ସବୁ ପ୍ରକାର ସେବା ହେବା ଦରକାର। ଏଠି ସବୁ ଛବି ମଲ୍ଲିକଙ୍କ ପ୍ରତି ସପୋର୍ଟ ରହିଛି। ମୁଁ ଗୋଟେ ସମାଜସେବୀ। ସବୁଠୁ ମୁଁ ଯେତେ ପଞ୍ଚାୟତରେ ଆମର କାର୍ଯ୍ୟକର୍ତ୍ତା ସମ୍ମିଳନୀ ହେଉଛି ଆଜି ମୋତେ ବହୁତ ଆନନ୍ଦିତ କରିଛି ଏବଂ ମୁଁ ଖୁସି ଅଛି ଯେ ଯେଉଁଭଳି ଭାବରେ ଆମେ ଗୁରୁଜନମାନଙ୍କୁ ସମ୍ମାନିତ କଲୁ ସେଇଟା ମୋତେ ବହୁତ ଆନନ୍ଦ ଦେଇଛି। ଖୋଲର୍ଦା ପଞ୍ଚାୟତରେ ଯେଉଁ ସଂଗଠନ ଯେଉଁ ଭଳିଆ ଥିଲା ଆଉ ଖୋଲର୍ଦା ପଞ୍ଚାୟତ ଅଧିକ ସୁଦୃଢ଼ ହେବ। ଆଉ ଏ ଯେଉଁ 8 ଗୋଟି ପଞ୍ଚାୟତ ଅଛି 8 ଗୋଟି ପଞ୍ଚାୟତରେ ମୁଁ ଆଜି ଯାହା ଏଠି ଅନୁଭବ କରିଛି ନିଶ୍ଚିତ ଭାବରେ ବହୁ ପରିମାଣରେ ଭୋଟ ଆମର ଏଠୁ ଅଧିକା ରହିବ ବିଜେଡି ଠାରୁ।